ଖୋର୍ଦ୍ଧା ରାଜନୀତିରେ ସାମ୍ନାକୁ ଆସିଛି ରୋଚକ ଚିତ୍ର। ବିଜେପି ରାଲି ଚାଲିଥିବା ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ। ଏଥର ଖୋର୍ଦ୍ଧାରୁ ଜିତୁ ମିତ୍ରଙ୍କୁ ବିଜେଡି ଟିକେଟ ଦେଇନାହିଁ, ତେଣୁ ସେ ମନସ୍ତାପରେ ଥିଲେ ବୋଲି କୁହାଯାଉଥିଲା। ତେବେ ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ ଏବଂ ପ୍ରଚାରର ଶେଷ ମୁହୂର୍ତ୍ତରେ ଜିତୁ ମିତ୍ର ହଠାତ୍ ବିଜେପି ରାଲିରେ ଆବିର୍ଭାବ ହେବା ପରେ ଖୋର୍ଦ୍ଧା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି। ସୂଚନା ଅନୁସାରେ ଜିତୁ ମିତ୍ର ଖୋର୍ଦ୍ଧା ବିଧାନସଭା ଆସନରୁ 3 ଥର ନିର୍ବାଚିତ ହୋଇଥିଲେ। 2000 ମସିହାରେ ପ୍ରଥମେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ ଜିତୁ। ଏହାପରେ ବିଜେଡି ଟିକେଟରୁ 2004ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ 2014ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ତେବେ 2019ରେ ପୁଣି ସେ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେଡି ଟିକେଟ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। କିନ୍ତୁ 2024 ନିର୍ବାଚନରେ ବିଜେଡି ଜିତୁ ମିତ୍ରଙ୍କୁ ଟିକେଟ ଦେଇନଥିଲା। ତେବେ ଠିକ୍ ନିର୍ବାଚନର ପୂର୍ବରୁ ଜିତୁ ମିତ୍ର ପଦ୍ମ ଧରିବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ବୃଦ୍ଧି ପାଇବ। ସେପଟେ ଚଳିତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। କିଛି ଦିନର ବ୍ୟବଧାନ ମଧ୍ୟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର 2 ବିଧାୟକ ଓ ଜଣେ ପୂର୍ବତନ ବିଧାୟକ। ଫେବୃଆରୀ 29ରେ ପ୍ରଥମେ ବିଜେପିରେ ସାମିଲ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ତାହାପରେ ମାର୍ଚ୍ଚ 30ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଭୁବନେଶ୍ୱରର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଆଉ ଆଜି ବିଜେଡି ଛାଡ଼ି ପଦ୍ମ ରାଲିରେ ମିଶିଛନ୍ତି ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର, ଯାହା ଖୋର୍ଦ୍ଧା ରାଜନୀତି ସମୀକରଣକୁ ଗୋଳିଆ କରିପାରେ ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।